মালো জন্মকালରୁ ଜନ୍ମକାଳରୁ ମୋ ମା ବାପାଙ୍କ ମୁଖ ମୁଁ କେବେ ଦେଖିନି ହେଲେ ଜନ୍ମକାଳରୁ ତୋ ପାଦ ତଳେ ମୁଁ ପୂଜା କରି ଆସିଛି ମା ଜନ୍ମକାଳରୁ ତୋ ପାଦ ତଳେ ପୂଜା କରି ଆସିଛି ଆଉ ଏ ସଂସାର ଯେତେ ବି ସଜ୍ଜନମାନେ ଅଛନ୍ତି ମା ତାଙ୍କ ପାଇଁ ଉଦ୍ଧାର କରିବୁ ଲୋ ମା ଉଦ୍ଧାର କରିବୁ ଆଉ ସଂସାର ଯେତେ ବି ଦୁଷ୍ଟ ପାପୀମାନେ ଅଛନ୍ତି ମା ତାଙ୍କ ପାଇଁ ବିନାଶ କରିବୁ ଲୋ ମା विनाश करिबू जय मां कालिका जय मां अंबिका जय तुई मां भवानी जय मां कालिका जय मां अंबिका जय तुई मां भवानी नव नमर दीपिका दई तुई अटुका दयानी जय मां कालिका जय मां अंबिका जय तुई मां भवानी देवतांक कष्ट सही न पारि सुमन सुम्बको विनाश करिलो देवतांक कष्ट सही न पारि सुमन सुम्बको विनाश करिलो महिषासुर को वध करि मत ओलु महिषमर्दिनी जय मां कालिका जय मां अंबिका जय तुई मां भवानी जय मां काली मालो आओ किछि दिन पर मां आओ किछि दिन पर पवित्र महासंक्रांति अछि प्रत्येक वर्ष बोली ए वर्ष भी मो तो पद तल पूजा अर्चना करबी मां ए वर्ष भी तो पद तल मो पूजा अर्चना करबी और जेमेते एले मते से ब्रह्म कमलटा आनिबाकु पड़िबो मां आनिबाकु पड़िबो जय मां काली अरे ए फुके बोले वो पदकल को चले आसला अरे उठवा उठ नाइस नहीं भाई तो तक कुछ ही पर बने कारण इस चमचास के केवड़ा छई भाई कालो तले एडो तो भड़र कह दो छे चंद्र हाथ को तते छई बा मोला रे लगी जबे रे तुम माने केबे हेले वो मंदिर को तुम पाद तबल को केबे ओ तो मंदिर के कारण प्रवेश करबे निश्चय हां एबो पचार छे तो केबे तुम काट को बाधा दबक चेष्टा करछ माने तो सुले छेबे मोके तू जानबू ताले सुन मो होछि से मंत्र श्रेष्ठ भक्त और मो ना होछि सही काली शंकर हां तो काली शंकर है ना जो शंकर है ए चंद्रा तक बर्दर का और ए चंद्रा तक न पहले ऊपर पास है जे काली शंकर ऊपर पास है जे एन भड़र कहू छे मोर रास्ता से कोटा न होए चंद्रा तक छाड़ तो जो पथ दे आछो सही पथ दे छाड़ी जा राइट से आसीछु माने भलो होछि काहे कि ना मो मां को पाखु से भोक है कि चली आसीछु नाइस काली शंकर नहीं ए तोमा भगनु हेबे ए होछि मो भग वाउ ए भगर प्रसाद से बनाओ खाली केवल करबे मो एडो भड़र कहूचे तब तो हाथ को छाड़े तो चाली जा तो एक कहू कलो बाबा ए चंद्र हस्ते अमसिका बस से जते अमसिकर पर बात तो उपदेश करबो ताको मत जीवन रो शेष करतो कलो ताको मत जीवन रो शेष करतो तबे ठीक कहू छ बाबा जे हमर रास्ता रे कंटा हेबाक चेष्टा करबो
ଆମେ ତା କଥା ବି ଛାଡ଼ିବନି ବାବା ଆମେ ତା କଥା ବି ଛାଡ଼ିବନି ତମେ ମାନେ ମତେ କଣ ମାରିବ ବେ ମୁଁ ଚାହିଁଲେ ତମ ଦୁଇ ଜଣଙ୍କୁ ଏଠି ଭସ୍ମ କରିଦେବି ବେ ତାହେଲେ ତୁ ଦେଖିନା କାଳି ଶଙ୍କର ଏ ଚମ୍ପାଚକୁ ମୁଁ କେମିତି ଶେଷ କରିଦେବି ଦେଖିବୁ କାଳି ଶଙ୍କର ତାହେଲେ ଏ ପିଲାଟିକୁ ଜୀବନରେ ମାରିଦେବା ପାଇଁ ଚେଷ୍ଟା କରୁଛ ନା କଣ ବେ ଆରେ ବାବା ତୋ ପୁଅଟାକୁ ଟିକେ ଭଲ ଭାବରେ ବୁଝେଇ ଦେ ମୁଁ ଯେତେ ବୁଝାଇଲା ପରେ ବି ସେ ମୋ କଥାକୁ ଜମାରୁ ମାନୁନାହାନ୍ତି କାହିଁକି ନା ଏଠିରେ ତମର ବି ଲାଭ ହେଇଯିବ ଆଉ ମୋର ବି ଲାଭ ହେଇଯିବ ଚନ୍ଦ୍ରହାସକୁ ମୁଁ ମୋ ମାଙ୍କ ପାଖରେ ବଲି ଦେଇଦେଲେ ତ ଆମ ଦୁଇ ଜଣଙ୍କର ଲାଭ ହେଇଯିବ ହ୍ୟାଲୋ ସେ କହୁଛି ମୋ ମାଙ୍କ ପାଖରେ ମୁଁ ବଳି ଦେଇଦେବି ହଁ ବାବା আমি কইছো এক চন্দ্রশেখর জীবনর শেষ করদেবা তা লক্ষ্য আমার লক্ষ্যটা হচ্ছে একা ତମେ ଠିକ କହୁଛ ବାବା হ্যালো তা কথা কিন্তু ତମେ ଏକଦମ ଠିକ କହୁଛ হ্যালো ଏ ଚମ୍ପାଚକୁ ଆମର ଲକ୍ଷ୍ୟ ଥିଲା ତାକୁ ଶେଷ କରିଦେବାର ହେଲେ ଆମ କାମଟା ଏ କାଳି ଶଙ୍କର କରିଦେବ হ্যালো ତାହେଲେ ତ ଆହୁରି ଭଲ ନା ବାବା ହେଲେ କ'ଣ ବାବା ଏ କାଳି ଶଙ୍କରକୁ ଆମେ ଏତେ ସହଜରେ ବିଶ୍ୱାସ କରିନେବା ଏ କାଳି ଶଙ୍କର ତୁ ସତ କହୁଛୁ ଏ ଚମ୍ପାଚକୁ ତୁ ତୋ ମା ପାଖରେ ବଳି ଦେଇଦେବ ହଁ ମୋ ମାଙ୍କ ପାଖରେ ବଲି ଦେଇଦେବି ତାହେଲେ ତୁ ମୋ ହାତରେ ହାତ ରଖି କହ ପ୍ରକୃତ ସୁଖ ଚମ୍ପାଚକୁ ଶେଷ କରିଦେବ ହଁ ମୁଁ ତୁମକୁ କଥା ଦଉଛି ଆଉ ଯେମିତି ହେଲେ ତାକୁ ମୋ ଜୀବନର ଶେଷ କରିଦେବି ବାସ୍ ତୋ କଥାରେ ଆମେ ରାଜି ହୋଇ ଆମେ ବାପ ପୋତିଟା ଏଠୁ ଆମେ ଚାଲି ଯାଉଛ ହେଲେ ମନେ ରଖ କାଳି ଶଙ୍କର ଯଦି ଆମ କଥାରେ ଏପଟ ସେପଟ ହୋଇଯାଏ ତାହେଲେ ତୁ ଗୋଟେ ମୋର ବିଶ୍ୱରୂପ ଦେଖେଇବ କାଳି ଶଙ୍କର ତୁ ମୋର ଗୋଟେ ବିଶ୍ୱରୂପ ଦେଖେଇବ କାଳି ଶଙ୍କର ତୋ କଥାରେ ରାଜି ହୋଇ ଆମେ ଏଠୁ ଚାଲି ଯାଉଛ ଆମେ ଆସୁଛୁ ରେ କାଳି ଶଙ୍କର ଆମେ ଆସୁଛ ତାହେଲେ ଠିକ ଅଛି সেই দুই জন বাপু পুଅକୁ ମୁଁ ଯେତେବେଳେ କଥା ଦେଇଛି ମାନେ ତତେ ଯେମିତି ହେଲେ ବି ମୋ ମାଙ୍କ ପାଖରେ ମୁଁ ତତେ ବଲି ଦେଇଦେବି ବେ ମୁଁ ତତେ ବଲି ଦେଇଦେବି ଆରେ ଉଠ ବେ ଉଠ अरे मु तते कर कहली मो कथा कौन बुझी पारिलुनी ନାଇଁ ବାବା ଆପଣ ଦୟାକରି ସେମିତି କୁହନ୍ତୁନି ଛୋଟ ନିରୀହ ମଣିଷକୁ ବଳି ଦେଇ ଆପଣଙ୍କୁ କ'ଣ ଦେବା ଲାଭ ହବ ମତେ ଛାଡ଼ି ଦିଅନ୍ତୁ ବାବା ମୁଁ ବାଟରେ ଛାଡ଼ିଯିବି ଛାଡ଼ି ଦିଅନ୍ତୁ ବାବା ମତେ ଛାଡ଼ି ଦିଅନ୍ତୁ तते पुणी मु छाड़ी देबी अरे नहीं 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 बे तते जमे देले भी मो मां को पाखर मु तते बलि दे देबी बे बलि दे देबी ନାଇଁ ବାବା ଯେତେବେଳେ ସେ ଦି ଜଣ ବାପା ମୋ ଜୀବନ ନେବା ପାଇଁ ମୋ ପଛରେ ଗୋଳିଥିଲେ ମୁଁ ଏ ମନ୍ଦିରକୁ ଦେଖି ଜଣେ ଆପଣଙ୍କୁ ସଜ୍ଜନ ଭାବି ମୁଁ ଆପଣଙ୍କ ଚରଣ ତଳେ ଆଶ୍ରୟ ନିମନ୍ତେ ଦୌଡ଼ି ଆସିଛି ଆଉ ଆପଣ କହୁଛନ୍ତି ମତେ କାଳେ ବଳି ଦେଇଦେବେ ନାଇଁ ବାବା ଆପଣ ମତେ ଆଶ୍ରୟ ନଦେଲେ ନାହିଁ କିନ୍ତୁ ଦୟାକରି ମତେ ବଳି ଦିଅନ୍ତୁ ମତେ ଛାଡ଼ି ଦିଅନ୍ତୁ ବାବା
ମୋ ବାଟରେ ଚାଲିଯିବି ଅନେକ ଦୂରକୁ ଚାଲିଯିବି ମତେ ଛାଡ଼ି ଦିଅନ୍ତୁ। ତତେ ପୁଣି ମୁଁ ଛାଡ଼ିଦେବି? ଆରେ ସେ ଦି ଜଣ ବାପା ପୁଅକୁ ମୁଁ ଯେତେବେଳେ କଥା ଦେଇଛୁ ମାନେ ତତେ ଯେମିତି ହେଲେ ବି ମୋ ମାଙ୍କ ପାଖରେ ମୁଁ ତତେ ଭୋଗ ଲଗାଇ ଦେବି ବେ, ଭୋଗ ଲଗାଇ ଦେବି। ଠିକ ଅଛି ଆପଣ ଯେତେବେଳେ ନିଜ ସତ୍ୟ ରଖାନ୍ତୁ ଜଣେ ନିରୀହ ମଣିଷର ବଳି ଦେଇଦେବା ପାଇଁ ପଛଉନାହାନ୍ତି। ଠିକ ଅଛି ଆପଣ ମତେ ବଳି ଦେଇଦେବେ। ମୋ ମା କାଳୀଙ୍କ ଚରଣ ତଳେ ହସି ହସି ଭୋଗ ହେଇଯିବି। କିନ୍ତୁ ବାବା ଆପଣଙ୍କୁ ଗୋଟିଏ ଅନୁରୋଧ ରଖିବି ଆଉ ଆପଣଙ୍କୁ ସେଇଟା ମୋର ଶେଷ ଇଚ୍ଛା ପୂରଣ କରିବା ପାଇଁ ପଡ଼ିବ। ମୁଁ ମୋ ଜୀବନରେ ଅନେକ ଦୁଃଖ ଦେଖିଛି ଅନେକ କଷ୍ଟ ସହ୍ୟ କରିଛି। ମୋ ଜୀବନରେ ଅନେକ ଦୁଃଖର କାହାଣୀ ମାନେ ଘଟି ସାରିଛି। ତନ୍ମଧ୍ୟରୁ ମୁଁ ଆପଣଙ୍କୁ ଗୋଟିଏ ଦୁଃଖର କାହାଣୀ ଶୁଣେଇବି ଆଉ ସେଇ ଦୁଃଖର କାହାଣୀ ଶୁଣିଲା ମାତ୍ର ଆପଣ ମତେ ବଳି ଦେଇଦେବେ। କୁହନ୍ତୁ ବାବା ରକ୍ଷା କରିବେ ନାହିଁ ମୋର ଶେଷ ଇଚ୍ଛାଟି? କୁହନ୍ତୁ ଶୁଣିବେ ନା ସେଇ ମୋର ଦୁଃଖର କାହାଣୀ? ବାବା ଶୁଣିବେ ନା ସେଇ ମୋର ଦୁଃଖର କାହାଣୀ? ତୋର ପୁଣି ଦୁଃଖର କାହାଣୀ? ହଁ ବାବା ଦୁଃଖର କାହାଣୀ। ଆରେ ଯାହା କହିବାର ଅଛି ଶୀଘ୍ର ଶୀଘ୍ର କହି ପକା, ହେଲେ ମୋ ପାଖରେ ଆଉ ସମୟ ନାହିଁ ବେ। ବାବା ସତ କହିବାକୁ ଗଲେ ମୁଁ ହଉଛି ଗୋଟିଏ ରାଜକୁମାର। ମୋ ବାବା ସୁପର୍ଣ୍ଣପୁରର ମହାରାଜ କର୍ଣ୍ଣକେଶରୀ ଆଉ ମୋ ମା ମହାରାଣୀ ସୁଶୀଲା ଦେବୀ। ତାଙ୍କର ଏକମାତ୍ର ସନ୍ତାନ ମୋ ଚନ୍ଦ୍ରହାସ୍ୟ। ମୋର ମଧ୍ୟ ଗୋଟେ ସୁନାର ସଂସାରଟି ଥିଲା। ସେଦିନ ଥିଲା ମୋ ଜନ୍ମଦିନ। ବହୁତ ହସ ଖୁସିର ସହିତ ମୋ ଜନ୍ମଦିନ ପାଳନ ହେଉଥିଲା। କିନ୍ତୁ ରାଜା ସିଂହାସନ ଲୋଭରେ ପଡ଼ି ସେ କାଳର ମହାମନ୍ତ୍ରୀ ବଜ୍ରଘଣ୍ଟ ଏବଂ ଏଇ ତା ପୁତ୍ର କାଳ ପ୍ରଳୟ ମିଶି ମୋ ମା ବାବାକୁ ନିର୍ମମ ଭାବରେ ହତ୍ୟା କରିଦେଲେ। ଆଉ ମୁଁ କାଳେ ତାଙ୍କ ପଥ ଅବରୋଧ କରିବି ବୋଲି ସେମାନେ ଶେଷରେ ମୋ ଜୀବନ ନେବା ପାଇଁ ମୋ ପଛରେ ଗୋଡ଼ଉଛନ୍ତି। ଆଉ ମୁଁ ଏଇ ସମୟରେ ମୁଁ ଆପଣଙ୍କ ଚରଣ ତଳେ ଆଶ୍ରୟରେ ମୋତେ ଦୌଡ଼ି ଆସିଛି। କିନ୍ତୁ ବାବା ମୁଁ ମୋ ମା ବାପାକୁ ପ୍ରତିଜ୍ଞା କରିଛି, ଶପଥ କରିଛି ଦିନେ ନା ଦିନେ ସେଇ ପାପୀମାନଙ୍କୁ ଉଚିତ ଶିକ୍ଷା ଦେବି ଏବଂ ଏମିତି ଦିନେ ସମୟ ଆଣିବି ଆଉ ମୋ ମାତା ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବି। କିନ୍ତୁ ଆଜି ଯଦି ଆପଣ ମୋତେ ବଳି ଦେଇଦେବେ ମୁଁ କ'ଣ ସେ ମୋର ପ୍ରତିଜ୍ଞାକୁ ପୂରଣ କରିପାରିବି? ମୋର କ'ଣ କୌଣସି ଅଧିକାର ନାହିଁ ସେ ମୋର ମାତା ପିତାକୁ ହତ୍ୟା କରିଥିବା ସେଇ ହତ୍ୟାକାରୀମାନଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ? କୁହନ୍ତୁ ବାବା ମୋର କ'ଣ କୌଣସି ଅଧିକାର ନାହିଁ? ଆରେ ବାବା ତୋ ଦୁଃଖ କଥା ସବୁ ଶୁଣି ସାରିଲା ପରେ ବାବା ମୁଁ ସବୁ ବୁଝି ସାରିଛି ରେ ବାବା, ମୁଁ ସବୁ ବୁଝି ସାରିଛି। ହେଲେ ବାବା ବାବା ତୋ ସୁନାର ସଂସାରକୁ ସେ ପାପୀ ମାନେ ଉଜାଡ଼ି ଦେଇଛନ୍ତି ବାବା। ହଁ ବାବା ଆଉ ଶେଷରେ ତୋ ମାତା ପିତାଙ୍କୁ ମଧ୍ୟ ସେମାନେ ମାରି ଦେଇଛନ୍ତି ବାବା। ହଁ ବାବା ଆରେ ବାବା ମୁଁ ତତେ ଆଶ୍ରୟ ଦେବି ରେ ବାବା, ମୁଁ ତତେ ଆଶ୍ରୟ ଦେବି। ହେଲେ ବାବା ହଁ ବାବା ଆଉ ଗୋଟେ କଥା ମନେ ରଖିଥିବୁ ରେ ବାବା, ଦିନେ ନା ଦିନେ ଏମିତି ଗୋଟେ ଠିକ ସମୟ ଆସିଲେ ବାବା ସେ ପାପୀ ମାନଙ୍କୁ ତୁ ଉଚିତ ଶିକ୍ଷା ଦେବୁ ରେ ବାବା, ଉଚିତ ଶିକ୍ଷା ଦେବୁ। ନିଶ୍ଚୟ ବାବା ଆପଣ ଯଦି ମୋତେ ଆଶ୍ରୟ ଦେବେ ତାହେଲେ ଦିନେ ନା ଦିନେ ସେ ପାପୀ ମାନଙ୍କୁ ମୁଁ ହତ୍ୟା କରିଦେବି ଏବଂ ମୋ ମାତା ପିତାଙ୍କ ଦେଇଥିବା ସେ ପ୍ରତିଜ୍ଞାକୁ ପୂରଣ କରିବି ବାବା। ନିଶ୍ଚୟ ଭାବରେ ମୁଁ ପୂରଣ କରିବି। ହେଲେ ବାବା ବାବା ଆଉ ଗୋଟେ କଥା ଶୁଣି ଯା ରେ ବାବା, ଆଜି ଦିନ ଠାରୁ ତୁ ହେଇଯିବୁ ମୋର ପୁଷ୍ୟ ପୁତ୍ର। ଆଉ ମୁଁ ହେଇଯିବୁ ବାବା, ଆଉ ମୁଁ ହେଇଯିବୁ ତୋର ଧର୍ମ ପିତା। ପାପ ଏଠି ପୁଣ୍ୟ ଏଠି এই তো দুনিয়া হজি যায় অছি আজি মଣିষ পଣିয়া পাপ এঠি পুণ্য এঠি
ପିତା